କିନ୍ତୁ ସତ୍ୟ ଅବଲମ୍ବନ କରି ମସ୍ତକ ସ୍ୱରୂପ ଯେ ଖ୍ରୀଷ୍ଟ ତାହାଙ୍କ ଉଦ୍ଦେଶ୍ୟରେ ସର୍ବ ବିଷୟରେ ପ୍ରେମରେ ବୃଦ୍ଧି ପାଉ। ସର୍ବ ବିଷୟରେ ବୃଦ୍ଧି ପାଇବା ବିଷୟ, କିନ୍ତୁ ଏଠି ଖ୍ରୀଷ୍ଟଙ୍କର ପ୍ରେମକୁ ଧରିକରି ସର୍ବ ବିଷୟ ଅଛି। ଆମେ ସର୍ବ ବିଷୟ ବୋଲେ ଦୁନିଆରେ ବହୁତ ଗୁଡ଼ାଏ ବିଷୟ ଅଛି ବୃଦ୍ଧି ପାଇବା ବିଷୟ, କିନ୍ତୁ ଆମେ ପ୍ରଭୁଙ୍କର କତିକୁ ଆମେ ପଳେଇ ଆସୁ। ଲେଖା ହେଲା ସର୍ବ ବିଷୟରେ କୋଉ ଉଦ୍ଦେଶ୍ୟ ନାହିଁ ନା ସତ୍ୟ ଅବଲମ୍ବନ କରି, ସତ୍ୟ ବୋଲେ ପ୍ରଭୁଙ୍କୁ ଆମମାନଙ୍କର ନିଜସ୍ୱ କରି, ଆଉ ସେ ଯେ ମସ୍ତକ ସ୍ୱରୂପ ଆଉ ତାଙ୍କୁ ଅବଶ୍ୟ ମାନେ ଅବଲମ୍ବନ କରି ତାହାଙ୍କ ଉଦ୍ଦେଶ୍ୟରେ, ଖ୍ରୀଷ୍ଟଙ୍କର ଉଦ୍ଦେଶ୍ୟରେ, ଖ୍ରୀଷ୍ଟ ଆମ ପାଇଁ ଯୋଉ ଉଦ୍ଦେଶ୍ୟ ନେଇଥିଲେ ଆଉ ସେଇ ଉଦ୍ଦେଶ୍ୟରେ ବେଶ କରି ଆମେ ସର୍ବ ବିଷୟରେ ପ୍ରେମରେ ବୃଦ୍ଧି ପାଉ। ଆକୁ ମୁଁ ଟପିକ ନେଇଛି ଗ୍ରୋଥ ଇନ୍ ଖ୍ରୀଷ୍ଟିଆନ ଲାଇଫ। ପ୍ରେଜ୍ ଦ ଲର୍ଡ। ଖ୍ରୀଷ୍ଟୀୟ ଜୀବନରେ ଆମମାନଙ୍କର ବୃଦ୍ଧି ଦରକାର। ଗୋଟେ ଇନକ୍ରିଜିଂ ଅଛି ଆଉ ଗୋଟେ ଡିକ୍ରିଜିଂ ଅଛି, କିନ୍ତୁ वी आर ପିପୁଲ ଅଫ ଗାଡ୍। ଆମର ଇନକ୍ରିଜିଂ ଦରକାର, ଆମର ବୃଦ୍ଧି ଦରକାର। ଦିନକୁ ଦିନ ଆମେ ବଢୁଥିବା ବିଷୟ ଦରକାର ନାଇକି। ପ୍ରକାଶିତ ବାକ୍ୟରେ ଲେଖା ହେଇଛି ତୁମେ ଉଷ୍ମ ନୁହ କି ଶୀତଳ ନୁହ, ଲେଖା ହେଇଛି। ତେଣୁ ଆମେ କନଷ୍ଟାଣ୍ଟ ରହିଲେ କିଛି ଫାଇଦା ନାହିଁ। କମିଗଲେ ତ ଆମର ପାଇଁ ଆଉ ଦୁର୍ବଳ ଆଡ଼କୁ ଗତି କଲେଣି, କିନ୍ତୁ ଆମେ ବଢିବା ପାଇଁ ପ୍ରୟାସ କରିବା। ହାଲେଲୁୟା। ଆଗକୁ ବଢିବା ପାଇଁ ପ୍ରୟାସ କରିବା। ପ୍ରଭୁ ଆଶୀର୍ବାଦ କରନ୍ତୁ। ତେଣୁ ଗ୍ରୋଥ ଇନ୍ ଖ୍ରୀଷ୍ଟିଆନ ଲାଇଫ, ଖ୍ରୀଷ୍ଟଙ୍କ ଠାରେ ଖ୍ରୀଷ୍ଟୀୟ ଜୀବନରେ ବୃଦ୍ଧି, ଏଇ ଟପିକକୁ ନିଆହେଇଛି। ତେଣୁ ଇଂଲିଶ ବଢିଆ ଅଛି, ମଲ୍ଟି ଡାଇମେନସନାଲ ଗ୍ରୋଥ। ଖ୍ରୀଷ୍ଟଙ୍କର ଉଦ୍ଦେଶ୍ୟରେ ଯେତେ ଶାଖା ବିଶାଖା ଯାହା ବି ଅଛି ସେ ସବୁଥିରେ ଆମେ ବୃଦ୍ଧି ପାଇବା ପାଇଁ ଆମେ ସମର୍ଥ ହେବା, ଆଗ୍ରହ ହେବା। ଅନେକ ଲୋକ କେବଳ ନିଜ ମଣ୍ଡଳୀ ବା ନିଜ ବାଳକ ବା ନିଜ ପ୍ରଭୁ ପାଖରେ ଆମେ ଅଛୁ ବୋଲିବେ, ଆଉ ଅନ୍ୟମାନଙ୍କୁ ଅଣଦେଖା କରନ୍ତି ବା ଅନ୍ୟ ପ୍ରଭୁଙ୍କର ଅନ୍ୟ ଆନୁଷଙ୍ଗିକ କାର୍ଯ୍ୟ ଗୁଡାକ ବି ଅଛି ଅଣଦେଖା କରନ୍ତି। ଆମେ ଡାଇରେକ୍ଟ ଯୋଡ଼ି ନହେଲେ ମଧ୍ୟ ଇନଡାଇରେକ୍ଟ ପ୍ରଭୁଙ୍କର ସେବାରେ ଆମର ଅଂଶ ଦେଉଥିବା, ମନ ଦେଉଥିବା, ହୃଦୟ ଦେଇଥିବା। ପ୍ରେଜ୍ ଦ ଲର୍ଡ। ତେଣୁ 2 କରିନ୍ଥୀୟ 8:3 ଜଣେ ପଢି ଦିଅନ୍ତୁ। କାରଣ ମୁଁ ସାକ୍ଷ୍ୟ ଦେଉଅଛି ଯେ ସେମାନଙ୍କର ଶକ୍ତି ଅନୁସାରେ ବରଂ ସେମାନଙ୍କ ଶକ୍ତିର ଅତିରିକ୍ତ ଭାବରେ ସେମାନେ ଦାନ କଲେ। ହାଲେଲୁୟା। ଏଠି ଆମେ କଣ ଦେଖିଲେ? ଶକ୍ତି ଅନୁସାରେ, ଶକ୍ତିର ଅତିରିକ୍ତ ମାନେ ଅତିରିକ୍ତ ଶକ୍ତି ଅନୁସାରେ ଅତିରିକ୍ତ ଭାବରେ ସେମାନେ ଦାନ କଲେ। ଏଇଟା ମୁଁ ଦାନ ଦେବା ବିଷୟ କହୁନାହିଁ, କିନ୍ତୁ ଅତିରିକ୍ତ ବିଷୟ ଯୋଉଟା ବୃଦ୍ଧି ବିଷୟ ସେଟା ମୁଁ କହୁଛି। ମାନେ ଯେତିକି ଦେବା କଥା ତାଠୁ ଅଧିକ ହାତ ବଢାଇଲେ, ମାନେ ତାଙ୍କ ହୃଦୟ ମନ ସବୁ ପ୍ରଭୁଙ୍କ ପାଖରେ କେତେ ସମର୍ପିତ ଭାବରେ ସେମାନେ ବୁଝିକି ନେଲେଣି। ତେଣୁ ଆମମାନଙ୍କର ଚିନ୍ତାଧାରା ପ୍ରଭୁ ସେ ଦିଗରେ ସଜାଇ ନିଅନ୍ତୁ। ଆଉ 9:8 ପଦରେ, ଆଉ ସମସ୍ତ ବିଷୟ ସର୍ବଦା ଯଥେଷ୍ଟ ରୂପେ ପାଇ ତୁମାନେ ଯେପରି ସମସ୍ତ ଉତ୍ତମ କର୍ମ ନିମନ୍ତେ ଅଧିକରୁ ଅଧିକତର ଦାନ କରିପାର, ଏଥି ନିମନ୍ତେ ଈଶ୍ୱର ତୁମମାନଙ୍କୁ ସର୍ବପ୍ରକାର ଅନୁଗ୍ରହ ପ୍ରଚୁର ଭାବରେ ଦେବାକୁ ସମର୍ଥ ଅଟନ୍ତି। ଏଠି ଖାଲି ସୁପରଲେଟିଭ ଡିଗ୍ରୀ ଦେଖା ଦେଉଛି ନାଇଁ କି। ଆମେ ଯେଉଁମାନେ ଅଧିକ ପାଠ ପଢନ୍ତି, ମାନେ ଇଂଲିଶରେ ଅଛି ସୁପରଲେଟିଭ ଡିଗ୍ରୀ, ଗୁଡ୍ ବେଟର ବେଷ୍ଟ। ତଦ୍ରୂପ ସୁପରଲେଟିଭ ଡିଗ୍ରୀ ଯାକ ସବୁ ଏଠି ମେନସନ କରାଯାଇଛି। ଆଉ ସମସ୍ତ ବିଷୟ ସର୍ବଦା ଯଥେଷ୍ଟ ରୂପେ ପାଇ, ଆମକୁ ପାଇବା ପାଇଁ ଏଠି ଅନୁଗ୍ରହର ବାକ୍ୟ ଅଛି। ମୋର ନାହିଁ ବୋଲି ଅନେକ ସମୟ ଆମେ ମୁହଁ ଶୁଖାଇ ଦେଇଥିବା, କିନ୍ତୁ ଆମେ ଦେଖୁଛୁ କେତେ ବଡ଼ ବଡ଼ ଲୋକମାନେ ଛୋଟରୁ ସେ ବଡ଼ ହେଇଛନ୍ତି। ଜାଗତିକ ପ୍ରକାରେ, ଆତ୍ମିକ ପ୍ରକାରେ ମଧ୍ୟ ଛୋଟରୁ ବଡ଼ ହେଇଛନ୍ତି। ଆପଣମାନେ ଶୁଣିଥିବେ ରାଜୀବ ଦାନିଏଲ ବୋଲି ଜଣେ, ଆଉ ସେ ବାକ୍ୟକୁ ସାକ୍ଷ୍ୟ ଦିଅନ୍ତି ତାଙ୍କର ପୁରାତନ ବିଷୟ କେମିତି ଦୁର୍ବଳ ଥିଲା। ଆମର ବି ଅଛି ଦୁର୍ବଳ ବହୁତ ଗୁଡ଼ାଏ କଥା, କିନ୍ତୁ ନିଜ କଥା କହୁନାହିଁ। ସେ ତାଙ୍କର ସ୍ଥିତି କ'ଣ ଥିଲା, ସେ କେମିତି କାହା ଦ୍ୱାରା
ପ୍ରତିପାଳିତ ହେଲେ କ'ଣ ହେଲେ, କିନ୍ତୁ ସେ ଜଣେ ବଡ଼ ପ୍ରଭୁ ଦାସ ହେଇଛନ୍ତି। ତାଙ୍କ ବାକ୍ୟ ଶହ ଶହ ଲୋକ, ହଜାର ହଜାର ଲୋକ ଶୁଣିବା ପାଇଁ ଆଗ୍ରହ ହୁଅନ୍ତି, ଆଉ ଗଭୀର ବାକ୍ୟ ବି କହନ୍ତି। ତେଣୁ ଏହି ପ୍ରକାରେ ପ୍ରଭୁ କ'ଣ କହୁଛନ୍ତି, ଆଉ ସମସ୍ତ ବିଷୟ ସର୍ବଦା ଯଥେଷ୍ଟ ରୂପେ ପାଇ, ହେଲେ ଆମକୁ ପାଇବା ପାଇଁ ଅଧିକାର ତ ଦିଆହଉଛି। ତାହେଲେ ଆମେ ପାଇ ତୁମେମାନେ ଯେପରି ସମସ୍ତ ଉତ୍ତମ କର୍ମ ନିମନ୍ତେ ଅଧିକରୁ ଅଧିକତର ଦାନ କରିପାର, ଏଥି ନିମନ୍ତେ ଈଶ୍ୱର ତୁମମାନଙ୍କୁ ସର୍ବପ୍ରକାର ଅନୁଗ୍ରହ ପ୍ରଚୁର ଭାବରେ ଦେବାକୁ ସମର୍ଥ ଅଟନ୍ତି। ହାଲେଲୁୟା। ପାଉଲଙ୍କର ବିଶ୍ୱାସ ଏଟା। ପାଉଲ ବିଶ୍ୱାସ କରନ୍ତି ପ୍ରଭୁ ଅନୁଗ୍ରହ ଦାନ ଅଟକାଇ ରଖିବେ ନାହିଁ। କାହା ପାଇଁ? ତମେ ବୃଦ୍ଧି ପାଇବା ଲୋକମାନଙ୍କ ପାଇଁ। ବୃଦ୍ଧି କାହିଁରେ ପାଉଛୁ? ଆମେ ପ୍ରଥମେ ଦେଖିଲେ ଖ୍ରୀଷ୍ଟଙ୍କ ଠାରେ ଆମେ ମାନେ ସମସ୍ତେ ବୃଦ୍ଧି ପାଉଛନ୍ତି, ତାଙ୍କରି ଆଦେଶ ପ୍ରକାରରେ ଜୀବନ ବିତେଇବା ପାଇଁ। ପ୍ରେଜ୍ ଦ ଲର୍ଡ। ଆଉ ସେଇଟା ଅଙ୍କା ବଙ୍କା ନାହିଁ କି ତା ଆଉ ଇଏ ନାହିଁ। ସେଥିପାଇଁ ସତ୍ୟ କଥା ସେଠି ଖ୍ରୀଷ୍ଟଙ୍କୁ ଡାଇରେକ୍ଟ ନ କୁହାଯାଇ ସତ୍ୟ କଥା କୁହାଯାଇଛି, ତାପରେ ଖ୍ରୀଷ୍ଟ କଥା କୁହାଯାଇଛି, ଯୋଉଟା ଆମର ପ୍ରଥମରେ ପଢିଲେ ଏଫେସୀୟ 4:15। ତେଣୁ ପ୍ରିୟ ଭାଇ ଭଉଣୀ ମାନେ, ଆମମାନଙ୍କ ପାଇଁ ପ୍ରଭୁଙ୍କର ଦ୍ୱାର ଉନ୍ମୁକ୍ତ। ଆମେ କୋଉ ପୋଜିସନରେ ଅଛନ୍ତି ସେଟା ଦେଖିବା ନାହିଁ, କିନ୍ତୁ ମୋ ପାଖରେ ଅଛି, ପ୍ରଭୁ ତାହା ବୁଝିବେ। ହାଲେଲୁୟା। କୌଣସି ଲୋକ ହଠାତ୍ ପ୍ରଭୁଙ୍କର ଦାସ ହୁଅନ୍ତୁ, ପ୍ରଭୁଙ୍କ ଲୋକ ହୁଅନ୍ତୁ, କି ତାଙ୍କ ସେବା କାର୍ଯ୍ୟ ପାଇଁ ହୁଅନ୍ତୁ, ଯଦି କିଛି ଆପ୍ରୋଚ ଆସେ ଆମ ପାଖକୁ, ଆମେ ରକଠକ ଭାବରେ ତାକୁ କିଛି ମନା କରିବା ନାହିଁ ବା କହିବା ନାହିଁ। ପ୍ରଥମରେ ଯୀଶୁଙ୍କର କଥା ପାଳନ କରିବା। ବସାଇ ଘରେ ଆତିଥ୍ୟ ପାଇଁ କିଛି ନଥିଲେ ମଧ୍ୟ ଥଣ୍ଡା ପାଣିଟା ପ୍ରଥମ ଦେବା। ମିଠା କଥା ପ୍ରଭୁ ଦେଇଥିବା ଅନୁଗ୍ରହରୁ ହୃଦୟରୁ ବାହାରକୁ ବାହାରିବ, ଆଉ ସେଇ ବିଷୟ ମଧ୍ୟ ଆଗେ ଉପସ୍ଥାପନ କରିବା। ଆଉ ପ୍ରଭୁ ତ କହିଛନ୍ତି ଅଧିକତର ଦାନ କରିପାର। ଦାନ ବୋଲି ଖାଲି ଟଙ୍କା ପଇସା ଏସବୁ କଥା ଖାଲି ନୁହଁ, ବହୁତ ଗୁଡ଼େ ବିଷୟ ଅଛି। ତେଣୁ ଆମେ ଖାଲି ଦାନ ବୋଲି ବୁଝି ଚାଲିବା, ତହିଁରେ ଆମେ ବୃଦ୍ଧି ପାଇବା ପାଇଁ ପଡ଼ିବ, ତାହା ଈଶ୍ୱର ଜାଣନ୍ତି। ହାଲେଲୁୟା। ମୁଁ ବର୍ତ୍ତମାନ ପୁରାତନର ଆଉ ନୂତନ ନିୟମର ଦୁଇଟି ପିଲାମାନଙ୍କର ବିଷୟ ଉପସ୍ଥାପନ କରିବି। ଆଉ ଆପଣମାନେ ପୁରାତନ ପାଇଁ ଜଣେ ରେଡି ହେଇଯାଆନ୍ତୁ। ପ୍ରଥମ ସାମୁଏଲ 2:26 ସାମୁଏଲ ବିଷୟ ଲେଖା ହେଇଛି। ତାପରେ ଦ୍ୱିତୀୟ ମାନେ ନୂତନ ନିୟମରେ ଲୁକ 2:52 ଯୀଶୁଙ୍କର ଏ ଦୁଇ ବାଳକ ମାନଙ୍କର ବିଷୟ ଟିକେ ଆମେ ଦେଖିବା। କାଢୁଥାଏ ଫଟାଫଟ। ମାତ୍ର ବାଳକ ସାମୁଏଲ କ୍ରମେ କ୍ରମେ ବୃଦ୍ଧି ପାଇଲେ, ପୁଣି ସଦାପ୍ରଭୁଙ୍କର ଓ ମଧ୍ୟ ମନୁଷ୍ୟର ସାକ୍ଷାତରେ ଅନୁଗ୍ରହ ପ୍ରାପ୍ତ ହେଲେ। ଆମେନ୍। ହାଲେଲୁୟା। ହାଲେ- କେମିତି ପାଇଛନ୍ତି? କ୍ରମେ କ୍ରମେ ସେ ବୃଦ୍ଧି ପାଇଛନ୍ତି। ଆଉ ଯୋଉ ଅନୁଗ୍ରହର ତାଙ୍କର ଅପେକ୍ଷା ଥିଲା, ସେ ଶିଶୁ ବୃଦ୍ଧି ପାଇବାଟା ଆମେ ସମସ୍ତେ ଜାଣିଛନ୍ତି। ଆଉ ଯେଉଁମାନେ ଶିକ୍ଷକତା କରନ୍ତି ବା ବିଦ୍ୟାଳୟ ସହିତ ଯାହାର ସମ୍ପର୍କ ଅଛି, ସେମାନେ ପିଲା କେମିତି ବିଦ୍ୟାଳୟ ପଢ଼ିବାଟା ଆମେ ଜାଣିଛୁ। ଆଉ ଘରେ ମଧ୍ୟ ପିଲାଙ୍କୁ କେମିତି ପ୍ରତିପାଳନ କରାଯାଉଛି ଶିଶୁ ଠାରୁ, ତା କଥା ମଧ୍ୟ ଆମେ ସବୁ ଜାଣୁଛୁ, କେମିତି ବୃଦ୍ଧି ପାଉଛନ୍ତି। କିନ୍ତୁ ସାମୁଏଲ ତ ଏତେ ସୁଯୋଗ ପାଇନାହାନ୍ତି ପିତାମାତାଙ୍କ ପାଖରେ ପଢ଼ିବା ପାଇଁ। ତଥାପି ପ୍ରଭୁଙ୍କର ଯୋଉ ଅନୁଗ୍ରହ ତାଙ୍କ ପାଖରେ ରହିଥିଲା, ସେ କେମିତି ପାଉଛନ୍ତି ନା କ୍ରମେ କ୍ରମେ ସେ ବୃଦ୍ଧି ପାଇବାଟା ଆମେ ଦେଖୁଛୁ। କ୍ରମେ କ୍ରମେ ବୃଦ୍ଧି ପାଇଲେ କେଉଁଥିରେ? ପୁଣି ସଦାପ୍ରଭୁଙ୍କର ଓ ମଧ୍ୟ ମନୁଷ୍ୟର ସାକ୍ଷାତରେ ଅନୁଗ୍ରହ ପ୍ରାପ୍ତ ହେଲେ। ମନୁଷ୍ୟମାନେ ହେଉଛନ୍ତି ଆମମାନଙ୍କର ସାକ୍ଷ୍ୟମୟ ଫିଲ୍ଡ। ଯଦି ଆମମାନେ ଭଲରେ କରୁଛୁ, ମନୁଷ୍ୟମାନେ ନ ଜାଣିଲେ ତାହା କେମିତି ପ୍ରଭୁଙ୍କର ଗୌରବ ହବ। ତେଣୁ ପ୍ରଭୁଙ୍କ ପାଖରେ ସଜ୍ଜିତ ହେଇ ତାହା ଗୋଟେ ଫୁଲର ବାସନା ଭଳିଆ ସଜ୍ଜିତ ହେଲା ପରେ, ଗୋଟେ ଫୁଲ ଫୁଟିଲା ପରେ ତାର ବାସ୍ନା ବାହାରିବ। କଢ଼ କେବେ ବାହାରିବ କି? କଢ଼ରୁ ବାହାରିଲେ ମଧ୍ୟ କମ ବାହାରେ, କିନ୍ତୁ ସେ ଯେତେବେଳେ ପ୍ରସ୍ଫୁଟିତ ହୋଇଯାଏ, ଆଉ ସେତେବେଳେ ତାର ସୁଗନ୍ଧ ତା ସବୁଆଡେ ମହକିଯାଏ। ତେଣୁ
ଆଉ ଥରେ ପଢି ଦିଅନ୍ତୁ। ଲୁକ 2:52 ହଁ ଆଉ ଯୀଶୁ ଜ୍ଞାନରେ ଓ ଶରୀରରେ ପୁଣି ଈଶ୍ୱରଙ୍କ ମନୁଷ୍ୟମାନଙ୍କ ଅନୁଗ୍ରହରେ ବୃଦ୍ଧି ପାଇଲେ। Praise the Lord. Hallelujah. ସାମୁଏଲ କେମିତି ବୃଦ୍ଧି ପାଇଲେ? ସାମୁଏଲ ବୃଦ୍ଧି ପାଇଲେ ସେ ସଦାପ୍ରଭୁଙ୍କର ମନୁଷ୍ୟମାନଙ୍କ ମଧ୍ୟରେ ସେ ବୃଦ୍ଧି ପାଉଛନ୍ତି। ହାଲେଲୁୟା। ସଦାପ୍ରଭୁଙ୍କର ଉପସ୍ଥିତି ନେଇ ମନୁଷ୍ୟମାନଙ୍କ ମଧ୍ୟରେ ସେ ବୃଦ୍ଧି ପାଉଛନ୍ତି, ସଦାପ୍ରଭୁଙ୍କ ଠାରେ ବୃଦ୍ଧି ପାଉଛନ୍ତି, ମାନେ ବଢୁଛନ୍ତି। ସାମୁଏଲ କଥା ତ ଅନେକ କଥା ଅଛି, ସେ ବିଷୟ ଏଇଟା ମୁଁ ଅନ୍ୟ ପାର୍ଟ ବିଷୟ କହୁନାହିଁ, କିନ୍ତୁ କେମିତି ଗୋଟେ ଖ୍ରୀଷ୍ଟିଆନ ଲାଇଫରେ ଆମେ ବୃଦ୍ଧି ପାଇବା ଆଉ ସେଇ ବିଷୟ କହୁଛୁ। ଆମ ପାଳକ ମାନେ ଆଉ ଯେଉଁମାନେ ବାଇବଲ ପଣ୍ଡିତମାନେ ଅଛନ୍ତି, ବିଜ୍ଞମାନେ ଅଛନ୍ତି, ଆଉ ସେମାନେ ବହୁତ ଗଭୀର ବିଷୟ ମାନେ କହନ୍ତି, ଶୁଣିଲେ ଭାରି ଖୁସି ଲାଗେ, ଆନନ୍ଦ ଲାଗେ। କିନ୍ତୁ ଆମେ ଆଜ ଏ ବିଲିଭର୍ସ ହିସାବରେ କେମିତି ପ୍ରଭୁଙ୍କ ପାଖରେ ବଢିବା, ଆଉ ସେଇ ଟପିକଟି ବର୍ତ୍ତମାନ ଆଲୋଚନା ହେଉଛି। ତାକୁ ଆମେ ସୁନ୍ଦର ଭାବରେ ଗ୍ରହଣ କରିବା, ପ୍ରଭୁ ଆଶୀର୍ବାଦ କରିବେ। ହାଲେଲୁୟା। ହେଲେ ଏଠି ଆମେ ଯୀଶୁଙ୍କର କଥା ଦେଖିବା। ଯୀଶୁଙ୍କର କଥା କ'ଣ? ଆଉ ଯୀଶୁ ଜ୍ଞାନରେ, ସେ ତ ସ୍ୱୟଂ ଈଶ୍ୱର, ତଥାପି ଦେଖନ୍ତୁ ତାଙ୍କ ପ୍ରୟାସ କେମିତି ସେ ଜ୍ଞାନରେ ମଧ୍ୟ ଶରୀରରେ। ଜ୍ଞାନରେ ବୋଲେ କ'ଣ ନା, ଇଂଲିଶ କହିବେ ତାକୁ ଇଣ୍ଟେଲେକ୍ଚୁଆଲ ଗ୍ରୋଥ, ଇଣ୍ଟେଲେକ୍ଚୁଆଲ ଗ୍ରୋଥ, ଆଉ ସୋସିଆଲ ଗ୍ରୋଥ, ଫିଜିକାଲ ଗ୍ରୋଥ ବୋଲବା, ଶରୀରରେ ଫିଜିକାଲ ଗ୍ରୋଥ ମଧ୍ୟ, ମନୁଷ୍ୟମାନଙ୍କ ମଧ୍ୟରେ ଏଟା ସାମାଜିକ ଗ୍ରୋଥଟା, ଆଉ ଫିଜିକାଲ ଗ୍ରୋଥଟା ଶାରୀରିକ ଗ୍ରୋଥ। ତଥା ଯୀଶୁ ଜ୍ଞାନରେ ମାନେ ଇଣ୍ଟେଲେକ୍ଚୁଆଲ ମାନେ ନଲେଜରେ ସେ ବଢ଼ିବା ପାଇଁ ଆରମ୍ଭ କଲେ, ଆଉ ଫିଜିକାଲରେ ବଢ଼ିବା ପାଇଁ ଆରମ୍ଭ କଲେ। ପୁଣି ଈଶ୍ୱରଙ୍କର ମାନେ ଆତ୍ମିକତାରେ, ଈଶ୍ୱରଙ୍କର ବୋଲେ ଆତ୍ମିକ ସ୍ପିରିଚୁଆଲି, ତାପରେ ମଧ୍ୟ ଅନୁଗ୍ରହରେ, ମନୁଷ୍ୟମାନଙ୍କ ଅନୁଗ୍ରହରେ ସେ ବୃଦ୍ଧି ପାଇଲେ। ତାମାନେ ଫିଜିକାଲ ଗ୍ରୋଥ, ଇଣ୍ଟେଲେକ୍ଚୁଆଲ ଗ୍ରୋଥ, ସ୍ପିରିଚୁଆଲ ଗ୍ରୋଥ, ସୋସିଆଲ ଗ୍ରୋଥ, ଏତିକି ବିଷୟରେ ପ୍ରଭୁ ମାନେ ବୃଦ୍ଧି ପାଉଛନ୍ତି। କ'ଣ ପାଇଁ ସେ ବୃଦ୍ଧି ପାଇଲେ ନା, ଏଇଠି ତାଙ୍କେ ପ୍ରଭୁ ହିସାବରେ ବୃଦ୍ଧି ପାଇଲେ, ସେ କଥା ଆମେ ଏଠି ଦେଖିବା ନାହିଁ। ଆଜ ଏ ଶିଶୁ ଠାରୁ ସେ ଆଗକୁ ବଢିବା ପାଇଁ ମାନେ ତାଙ୍କ ପାଖରେ ଯୋଉ ଆବଶ୍ୟକତା ଅଛି ତାହିଁରେ ବୃଦ୍ଧି ପାଉଛନ୍ତି। ହାଲେଲୁୟା। ଆଜି ଆମମାନଙ୍କର ପିଲାମାନଙ୍କୁ ଗଠନ କରୁ କି ଆମେ ମଧ୍ୟ ଈଶ୍ୱରଙ୍କର ସନ୍ତାନ ସନ୍ତତି ଦାସଗଣ ଯାହା ହେଲେ ବି ଆମେ ମଧ୍ୟ ଆମର ବୃଦ୍ଧି ପାଇବା ପାଇଁ ଆମେ ମାନେ ପଥ ଖୋଜୁ। ହାଲେଲୁୟା। ଆଉ ତା ପ୍ରଭୁଙ୍କ ଠାରୁ ହିଁ ଆମେ ପାଇଥାଉ, ଏ କଥା ଆମେ ସମସ୍ତେ ବୁଝିଥାଉ। ହାଲେଲୁୟା। ତେଣୁ ଆମେ ଦେଖିବା କେମିତି ଗୋଟେ ଛୁଆକୁ ବଢାଇବା ପାଇଁ। ମୁଁ ଗୋଟେ ଯେହେତୁ ମୁଁ ଏଜୁକେସନ ଡିପାର୍ଟମେଣ୍ଟରେ ଥିଲି, ସେଥିପାଇଁ ଗୋଟେ ମନେ ପଡୁଛି ଯେ ଗୋଟେ ପିଲାକୁ ଆମେ ବୃଦ୍ଧି କରିବା ପାଇଁ ହେଲେ ତାକୁ କ'ଣ ଦରକାର? ଘରେ ତ ତାକୁ ତାର ଆବଶ୍ୟକ ପ୍ରକାରେ ଆମ ଭଳିଆ ଖାଦ୍ୟ ଖାଇବେ, ଆଉ ଯାହା ଯୋଉଠି ଯୋଉ ସୁବିଧା ଅଛି ସେଠି କ୍ଷୀର ଦିଅନ୍ତି, କିଏ ତ ଆଉ ଟିକେ ସେ ହର୍ଲିକ୍ସ ବି କିଣି ଆଣି ଦେଉଛନ୍ତି, କି ଆଉ କିଏ ତ ଆମର ଯୋଉ ହାରମୋନ ବଢେଇବା ମେଡିସିନ ମଧ୍ୟ ଦିଆହେଉଛି। ଏମିତି ସବୁ ଘର ଟ୍ରିଟମେଣ୍ଟ ଗୁଡାକରେ ଖାଦ୍ୟ ସହିତ କ'ଣ କ'ଣ ଟିକେ ଛୋଟ ପିଲାମାନଙ୍କୁ ଯୋଡ଼ି ଦିଅନ୍ତି। ତା ସହିତ ବିଦ୍ୟାଳୟ ଗଲେ ସରକାର ବର୍ତ୍ତମାନ ପାଇଁ କ'ଣ କରୁଛି, ଫଲଭାଇଟ୍ ଟାବଲେଟ, ଆଇରନ୍ ଆଉ ଫଲଭାଇଟ୍ ଟାବଲେଟ, ଏଇଟା ମଧ୍ୟ ପିଲାଙ୍କୁ ପ୍ରତ୍ୟେକ ସପ୍ତାହରେ ଗୋଟେ ଦିନ, ଅବଶ୍ୟ କେତେବେଳେ ଆମ ସ୍କୁଲରେ କେତେବେଳେ ଛାଡ଼ିଦେବେ ପରା ବୋଲି ପ୍ରତ୍ୟେକ ସୋମବାର ଦିନ ତାକୁ ଖାଇବା ପାଇଁ ଡିସାଇଡ୍ କରାଯାଇଛି। ସୋମବାର ଦିନ ଆମ ଶିକ୍ଷକ ହେଡମାଷ୍ଟର ମାନେ ଅଛନ୍ତି ଦେଉଥିବେ, ପିଲାକୁ ସେମାନଙ୍କର MDM ପରେ ଗୋଟେ ଟାବଲେଟ ଦିଅନ୍ତି। ଯଦି ପିଲା ସୋମବାର ଆବସେଣ୍ଟ ଥିଲା ମଙ୍ଗଳବାର ଦେବେ, ମଙ୍ଗଳବାର ଆବସେଣ୍ଟ ଥିଲା ବୁଧବାର ଦେବେ, ଏମିତି ସପ୍ତାହ ଯାକ ଭିତରେ କେବେ ବି ପିଲା ଧରା ପଡ଼ିଲେ ତାକୁ ଗୋଟେ ଟାବଲେଟ ଦିଆହେବ। କାହିଁକି? ଶାରୀରିକ ଗ୍ରୋଥର ଆବଶ୍ୟକତା ନେଇଛନ୍ତି। ଏଇଟା ଗୋଟେ ମୁଁ ଉଦାହରଣ ଦେଲି। ତେଣୁ ପିଲା ଯେ ସେ ଛୋଟ ଅବସ୍ଥାରେ ରହିଯାଉ, ଏଇଟା କୌଣସି ବାପା ମା ଚାହିଁବେ ନାହିଁ, କି କୌଣସି ଗଭର୍ଣ୍ଣମେଣ୍ଟ ବି ଚାହୁଁନାହିଁ,
କି ସୋସାଇଟି ଚାହୁଁନି, ସେ ବୃଦ୍ଧି ପାଇବାର ଅଛି। ତେଣୁ ତାଙ୍କ କଥା ଅନେକ ସମୟ ଛାତ୍ରମାନଙ୍କର ମିଟିଂ ହେଲେ କହିବେ, ଆରେ ଆଜିର ଶିଶୁ କାଲିର ଭବିଷ୍ୟତ, କାଲିର ନାଗରିକ, ଏଇ କଥା ସବୁବେଳେ କୁହାହେଉଛି। ସେଥିପାଇଁ ସେମାନଙ୍କ ପ୍ରତି ଧ୍ୟାନ ଦେବା ଦ୍ୱାରା ସେମାନେ ଆଗକୁ ବଢୁଛନ୍ତି। ସମସ୍ତ ପ୍ରଭୁଙ୍କର ଗୌରବ, ହାଲେଲୁୟା। ଆଉ ସେଇଥିପାଇଁ ପିଲାକୁ ଆମେ ଅନାଇଥାଉ। ଆଜି ଆମେମାନେ କୋଉ ଅବସ୍ଥାରେ ଅଛୁ ଏଇଟା ମଧ୍ୟ ଆମକୁ ଚିନ୍ତା କରିବା ପାଇଁ ପଡ଼ିବ। ଗୋଟେ ବାକ୍ୟ ପଢି ଯାଆନ୍ତୁ, ପ୍ରଥମ କରନ୍ତୀୟ ତାର 14:20 ପଦ ଟିକେ ପଢି ଯାଆନ୍ତୁ। ପ୍ରଥମ କରନ୍ତୀୟ 14:20। ହ୍ୟାଲୋ, ଆଜ୍ଞା ପଢୁଛି। ହେ ହଁ, ଭାଇମାନେ, ବୃଦ୍ଧିରେ ବାଳକ ପରି ହୁଅ ନାହିଁ, ବରଂ ମନ୍ଦ ବିଷୟରେ ଶିଶୁ ପରି ହୁଅ, କିନ୍ତୁ ବୁଦ୍ଧିରେ ପୂର୍ଣ୍ଣ ବୟସ୍କ ହୁଅ। Praise the Lord, ହାଲେଲୁୟା। ଆଉ ଜଣେ ଏଭଳି ପୁସ୍ତକ ତାର 5, 12, 13, 14। କାରଣ ଯଦ୍ୟପି ଏବେ ସମୟ ମଧ୍ୟରେ ତୁମମାନଙ୍କର ଶିକ୍ଷକ ହେବା ଉଚିତ ଥିଲା, ତଥାପି ଈଶ୍ୱରଙ୍କ ବାକ୍ୟର ପ୍ରାଥମିକ ମୌଳିକ ସୂତ୍ରଗୁଡ଼ିକ କେହି ଯେ ତୁମମାନଙ୍କୁ ଶିକ୍ଷା ଦିଏ, ଏହା ପୁନର୍ବାର ତୁମମାନଙ୍କର ପ୍ରୟୋଜନ ଅଛି। ଗୁରୁପାକ ଖାଦ୍ୟ ପ୍ରୟୋଜନ ନ ହୋଇ ଦୁଗ୍ଧ ତୁମମାନଙ୍କର ପ୍ରୟୋଜନ, ଯେ ଦୁଗ୍ଧ ପାଇ ସେ ତ ଧାର୍ମିକତାର ବାକ୍ୟ ବିଷୟରେ ଅଭ୍ୟସ୍ତ ନୁହେଁ, କାରଣ ସେ ଶିଶୁ ମାତ୍ର। କିନ୍ତୁ ବୟପ୍ରାପ୍ତ ଲୋକେ ଅର୍ଥାତ୍ ଯେଉଁମାନେ ଜ୍ଞାନେନ୍ଦ୍ରିୟ ଗୁଡ଼ିକର ଅଭ୍ୟାସ ଦ୍ୱାରା ଭଲ ମନ୍ଦ ନିରୂପଣ କରିବାକୁ ସକ୍ଷମ, ସେମାନଙ୍କ ନିମନ୍ତେ ଗୁରୁପାକ ଖାଦ୍ୟ ପ୍ରୟୋଜନ। ଆମେନ୍। ହାଲେଲୁୟା। ଆମେ ଦେଖୁଛନ୍ତି ଶିଶୁମାନଙ୍କର ଅବସ୍ଥାରେ ଶିଶୁ ଭଳିଆ ଶିକ୍ଷା ବା ଶିଶୁ ଭଳିଆ ଖାଦ୍ୟ ଆମମାନଙ୍କର ରହୁଛି। ବୟପ୍ରାପ୍ତ ହେଲା ପରେ ମଧ୍ୟ ଆମେ ଶିଶୁ ସ୍ତରରେ ରହିଗଲେ ବଢିପାରିବା କି? ଆଉ ସେଇଥିପାଇଁ ଆଜି ଆମେମାନେ ତ ବୟପ୍ରାପ୍ତ ଲୋକମାନେ ଅନେକ ସମୟରେ ଶିଶୁମାନେ ମଧ୍ୟ ଆମର ଯୀଶୁ ବା ସାମୁଏଲ ଭଳିଆ ଦୁଇଟା ବାଳକ କଥା ଆମେ ଦେଖିଲେ, ସେମାନେ କେମିତି ସବୁ ବଢିଥିଲେ କୋଉ ଏରିଆରେ। ସେମାନେ ଶିଶୁ ଠାରୁ ପ୍ରଖର ଭାବରେ ବଢିବା ପାଇଁ ଗଲେ, ନାଇଁ କି? ମନେ ପଡୁଛି ଯେତେବେଳେ ଜେରୁସାଲେମରେ ଗଲେ, ଯୀଶୁ ଜେରୁସାଲେମ ମନ୍ଦିରକୁ ଯାଇଛନ୍ତି ବାପା ମା ସହିତ, ସେ ସମୟ କେତେ ଜ୍ଞାନରେ ଆଡଭାନ୍ସ ହେଇଗଲେଣି। ଆଉ ସେତେବେଳେ ପଣ୍ଡିତ ମାନଙ୍କୁ ଘାବରା କରିଦେଉଛନ୍ତି, ଆଉ ବାପା ମାକୁ ଭୁଲି ଯାଇ ସିଆଡେ ପ୍ରଭୁଙ୍କର ବିଷୟରେ ଅତି ଅଗ୍ରଗଣୀ ହେଲେଣି, ନାଇଁ କି? ଆମେ ଅନେକ ଥର କହିଥାଉ ସେଟା ପ୍ରଭୁ ଯୀଶୁ ବୋଲି, କିନ୍ତୁ ପ୍ରଭୁ ଯୀଶୁ ହେଲେ ମଧ୍ୟ ତାଙ୍କର ପ୍ରୟାସ ଥିଲା, ଆଉ ସେ ଆଗକୁ ବଢି ଚାଲିଲେ, କେବେ ବ୍ରେକ୍ ମାରି ନାହାନ୍ତି। ସାମୁଏଲର କଥା ମଧ୍ୟ ଆମେ ତାହା ଜାଣୁ। ତେଣୁ ବାଇବଲରେ ଅନେକ ଉଦାହରଣ ଥିଲେ ମଧ୍ୟ ମୁଁ ସବୁ ନେଇ ଟିକେ ଘାବରା କରିବା ପାଇଁ ଚାହୁଁନାହିଁ। ଆମେ ସମସ୍ତେ ପଢୁ ଯେ ଆମେ କେମିତି ଆମ ପାଇଁ ତାଙ୍କ ସହିତ ଯୋଡ଼ି ପାରିବା। ସେମାନେ ଶିଶୁ ଥିଲେ, ଆମେ ଶିଶୁ ଥିଲେ। ଆମମାନଙ୍କର ବୃଦ୍ଧିଟା ଇସେଣ୍ଡିଂ ଅଛି ନା ଡିସେଣ୍ଡିଂ ଅଛି, ଆଗକୁ ବଢୁଛି ନା ପଛକୁ ଆସୁଛି, ଏଇଟା ଦେଖିବା। ହାଲେଲୁୟା। ଆମର ପ୍ରତ୍ୟେକ ଦିନେ ପ୍ରଭୁଙ୍କର ଦାସମାନଙ୍କ ଦ୍ୱାରା ଆଉ କେହି ପ୍ରଭୁଙ୍କର ଦାସ ରୂପେ ଠିଆ ହୁଅନ୍ତି, ଈଶ୍ୱରଙ୍କ ବାକ୍ୟ ନେଇ ତାଙ୍କଠାରୁ ଈଶ୍ୱରଙ୍କର ସ୍ୱର ଆମେ ଶୁଣୁଛନ୍ତି। ଆମମାନଙ୍କର ଆତ୍ମୀୟ ଖାଦ୍ୟ ବଳବାନ ହେବା ପାଇଁ ଆମେ ତାହା ପାଉଛନ୍ତି। ତେବେ ସେ ସବୁରେ ଆମ ଦେହକୁ ହଜମ ହେଉଛି ନା ନାହିଁ? ଅନେକ ସମୟ ହଜମ ନହେଲେ ଡାକ୍ତରମାନେ ଔଷଧ ଦିଅନ୍ତି, ଡାଇଜିନ୍ କ'ଣ ଗୋଟେ, ସେଇଟା ଖାଇଲେ ବି ହଜମ ହୁଏ। ତେବେ ପ୍ରଭୁଙ୍କର ବାକ୍ୟ ମଧ୍ୟ ବାନ୍ତି କରିବା ନାହିଁ, ହଜମ ଯଦି ହେଉନାହିଁ, ଆମେ ଆଉ କୋଉ ଉପାୟରେ ତାକୁ ସଞ୍ଚୟ କରିପାରିବା? ସେଟା ମୁଁ କହିଲେ ଠିକ ହେବ ନାହିଁ, ପବିତ୍ର ଆତ୍ମା କହିବେ। ହାଲେଲୁୟା। ଦେବେ ଶିଶୁମାନଙ୍କର ଭଳିଆ ଆମେ ଦୁଗ୍ଧ ପାଇ ନ ହୋଇ ଆମେ 14 ପ୍ରକାରରେ କ'ଣ କରିବା? ବୟପ୍ରାପ୍ତ ଲୋକ ଅର୍ଥାତ୍ ଯେଉଁମାନେ ଜ୍ଞାନେନ୍ଦ୍ରିୟ ଗୁଡ଼ିକର ଅଭ୍ୟାସ ଦ୍ୱାରା ଭଲ ମନ୍ଦ ନିରୂପଣ କରିବାକୁ ସକ୍ଷମ, ସେମାନଙ୍କ ନିମନ୍ତେ ଗୁରୁପାକ ଖାଦ୍ୟ ଆବଶ୍ୟକ। ତେଣୁ ଗୁରୁପାକ ଖାଦ୍ୟ ପାଇଁ ଆମେ ଲାଳିତ ହେବା। ଆମେ ଆଉ ସେ ମିଲ୍କରେ ରହିଯିବା ନାହିଁ, ଆଗକୁ ଯିବା। ଏଇ ପ୍ରୟାସ ଆମମାନଙ୍କ ଜାରି ରହିଛି। ତେଣୁ ଆମମାନେ ସେଇ ହିସାବରେ ଆଗକୁ ବଢିବା ଦ୍ୱାରା ଆମମାନଙ୍କର ପ୍ରଭୁ ମଙ୍ଗଳ କରିବେ। ଏଫେସୀୟ 4:13 ଜଣେ ପଢି ଦିଅନ୍ତୁ।
ଶେଷରେ ଯେପରି ଆମ୍ଭେମାନେ ସମସ୍ତେ ବିଶ୍ୱାସରେ ଓ ଈଶ୍ୱରଙ୍କ ପୁତ୍ର ବିଷୟକ ଜ୍ଞାନରେ ଏକତା ପ୍ରାପ୍ତ ହେଉ, ଅର୍ଥାତ୍ ଖ୍ରୀଷ୍ଟଙ୍କ ପୂର୍ଣ୍ଣତାର ପରିମାଣାନୁସାରେ ପୂର୍ଣ୍ଣବୟସ୍କ ପୁରୁଷ ହେଉ। ହାଲେଲୁୟା। ମୁଁ ଯୋଉ ବାକ୍ୟ ଗୁଡାକ ନେଉଛି ଏଠି କରାହଉଛି, ଏଠି ଦେଖନ୍ତୁ ସେ ବାକ୍ୟରେ ଆମେ କଣ ଦେଖିଲେ? ଏକତା ପ୍ରାପ୍ତ ହେବା ଅର୍ଥାତ୍ ଖ୍ରୀଷ୍ଟଙ୍କ ପୂର୍ଣ୍ଣତାର ପରିମାଣାନୁସାରେ ପୂର୍ଣ୍ଣ ବୟସ୍କ ପୁରୁଷ ହେଉ। ପ୍ରେଜ୍ ଦ ଲର୍ଡ। ଖ୍ରୀଷ୍ଟଙ୍କର ପୂର୍ଣ୍ଣତା ଅନୁସାରେ, ଖ୍ରୀଷ୍ଟଙ୍କ ପୂର୍ଣ୍ଣତାର ପରିମାଣ ଅନୁସାରେ ଆମେ କେତେ ଦୂର ଖ୍ରୀଷ୍ଟଙ୍କ ସହିତ, ଖ୍ରୀଷ୍ଟ ଆମମାନଙ୍କ ପ୍ରତି ଅଛନ୍ତି, କେତେ ଦୂର ଆମେ ଖ୍ରୀଷ୍ଟଙ୍କ ସହିତ ଅଛୁ, ଆମର ପରିମାଣ କେତେ, ଆମେ ତାକୁ ବେଶ କରି ପୂର୍ଣ୍ଣତାର ସହିତ ଆମେ ପୂର୍ଣ୍ଣ ବୟସ୍କ ପୁରୁଷ ସ୍ୱରୂପ ହେବାକୁ ଆମେ ଟ୍ରାଏ କରିବା। ହାଲେଲୁୟା। ଆମର ବୟସଟା ମାନେ ପୂର୍ଣ୍ଣତା ଦିବ, ଅର୍ଥାତ୍ ସିଦ୍ଧ ପୁରୁଷ, ସିଦ୍ଧ ଉପଯୁକ୍ତ ଲେଭେଲରେ ଆମେ ପ୍ରଭୁଙ୍କର ଲୋକ ତାଙ୍କ ଦୃଷ୍ଟିରେ ଦେଖାଯିବା ଦରକାର ଅଛି। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ମୋ ସହିତ ଆଉ ଥରେ ଆମେ ଟିକେ ପୁରା କାଳକୁ ପଳେଇବା। ଜଣେ ପ୍ରଥମ ପିତର 1:23, ଆଉ ଜଣେ ପ୍ରଥମ ତିମୋଥୀ ତାର 4:8। ପ୍ରଥମରେ 1:23, ପ୍ରଥମ ପିତର ଟିକେ ଜଣେ ପଢନ୍ତୁ। ଯେଣେ ତୁମେମାନେ କ୍ଷୟଣୀୟ ବୀଜରୁ ନୁହେଁ, ବରଂ ଅକ୍ଷୟ ବୀଜରୁ ଅର୍ଥାତ୍ ଈଶ୍ୱରଙ୍କ ଜୀବନ୍ତ ଓ ଚିରସ୍ଥାୟୀ ବାକ୍ୟ ଦ୍ୱାରା ପୁନର୍ଜାତ ହୋଇଅଛ। ହାଲେଲୁୟା। ଏଇଟା ମୁଁ ଏ ରିବାର୍ଥ ଉପରେ ମାନେ ବେଶ କରି କହୁଛି। ଆମମାନେ ଆତ୍ମିକ ଜୀବନରେ ଯୋଉ ଜନ୍ମ ନେଲେ, ପ୍ରଭୁଙ୍କୁ ଜାଣି ଗ୍ରହଣ କଲେ, ତାପରେ ଦୀକ୍ଷା ନେଇଛନ୍ତି, ଏସବୁ ବିଷୟ ଆମ୍ଭେମାନେ କେମିତି ଜନ୍ମ ନେଲେ? ଈଶ୍ୱରଙ୍କ ବାକ୍ୟ ଅଛି, ଯେଣୁ ତୁମେମାନେ କ୍ଷୟଣୀୟ ବୀଜରୁ ନୁହେଁ ବରଂ ଅକ୍ଷୟ ବୀଜରୁ ଅର୍ଥାତ୍ ଈଶ୍ୱରଙ୍କ ଜୀବନ୍ତ ଓ ଚିରସ୍ଥାୟୀ ବାକ୍ୟ ଦ୍ୱାରା ପୁନର୍ଜାତ ହୋଇଅଛ। ହାଲେଲୁୟା। ପ୍ରଭୁଙ୍କ ଦାସ ମାନେ କୁହନ୍ତୁ, ଏଇ ବାକ୍ୟରେ ବି ଅଛି, ବାକ୍ୟ ଏତେ ଗୁରୁତର। ହାଲେଲୁୟା। ବାକ୍ୟ ଆଡେ ଗଲେ ଆଉ ଅନ୍ୟ ଦିଗ ହେଇଯିବ। ଯୀଶୁ ସେ ଧନୀ ଲୋକ ଲାଜାର, ଏ ଦୁଇ ଜଣଙ୍କର ବିଷୟରେ କହିଲା ବେଳେ, ଲାଜାର ଯେତେବେଳେ ଅବ୍ରାହମ ପାଖରେ ଯାଇଛନ୍ତି, ଲାଜାର ଅବ୍ରାହମ ପାଖରେ ଅଛନ୍ତି, ଧନୀ ଲୋକ ଯେତେବେଳେ ନରକରେ ଯାଇ କଳବଳ ହେଲା ବେଳକୁ ସେ ଅବ୍ରାହମ ସହିତ କଥା ହେଉଥିବା ବିଷୟ ଏଠି କିଏ ଉପସ୍ଥାପନ କରିଛନ୍ତି? ଯୀଶୁ ଉପସ୍ଥାପନ କରିଛନ୍ତି ନୂତନ ନିୟମରେ। ତେଣୁ ଜିଜସ୍ ଇଜ ଦ ଲର୍ଡ ଅଫ, ମାନେ ଲର୍ଡ, ସେ ଜଣେ ଆମର ତ୍ରିଏକ ପରମେଶ୍ୱରରୁ ଯୀଶୁ ଖ୍ରୀଷ୍ଟ ପ୍ରଭୁ ଅଟନ୍ତି, ବାକ୍ୟ ଉପରେ ସାକ୍ଷ୍ୟ ଦେଉଛନ୍ତି ସେ। ଆଉ ମୁଁ ସିନା ନଷ୍ଟ ହେଲି, ମୋ ଭାଇମାନେ ହେଲେ ଉଦ୍ଧାର ପାଆନ୍ତୁ ବୋଲି କହିଲା ବେଳକୁ ଯୀଶୁ କହୁଛନ୍ତି, ଯୀଶୁ ସେ ଗୋପ କହୁଛନ୍ତି, ଅବ୍ରାହମ କହିଲେ ବୋଲି, ନେଇକି କହିଲେ କଣ ନା, ତାଙ୍କ ପାଖରେ ମଶାଙ୍କର ଭାବ, ମାନେ ମଲା ଲୋକ ଯାଇ ଉଠିକି କହିଲେ ମଧ୍ୟ ସେମାନେ ବୁଝିବେନି ଯେତେବେଳେ। ତେଣୁ ଭାବବାଦୀଙ୍କର ପୁସ୍ତକ, ମଶାଙ୍କର ପୁସ୍ତକ ଅଛି, ଭାବବାଦୀ ମାନଙ୍କର ପୁସ୍ତକ ଅଛି। ସେତେବେଳେ ନୂଆ ନିୟମ ରିଟର୍ନ ହେଇନଥିଲା। ଆଉ ସେ ସବୁ କଥା କହୁଛନ୍ତି ଯେ ସେମାନଙ୍କର ପବିତ୍ର ବାକ୍ୟକୁ ପଠନ କରନ୍ତୁ, ଈଶ୍ୱରଙ୍କ ଦତ୍ତ ବାକ୍ୟ। ହାଲେଲୁୟା। ତେଣୁ ଆମେ ଯେଉଁମାନେ ବାକ୍ୟ ପ୍ରେମୀ ମାନେ, ସେମାନେ କେତେ ଆଗ୍ରହ ହେବାକୁ ପଡିବ। ପ୍ରେଜ୍ ଦ ଲର୍ଡ। କାରଣ ଯୀଶୁ ଖ୍ରୀଷ୍ଟ ନିଜେ ବାକ୍ୟ ଉପରେ ସାକ୍ଷ୍ୟ ଦେଉଛନ୍ତି ଯେ ତୁମେ ସେଇ ଭାବବାଦୀ ମାନଙ୍କର ମଶା ଲିଖିତ ପୁସ୍ତକ ଗୁଡାକର ବାକ୍ୟ ଅଧ୍ୟୟନ କରନ୍ତୁ ଆଉ ନିଜକୁ ରକ୍ଷା କରନ୍ତୁ ବୋଲି। ପ୍ରେଜ୍ ଦ ଲର୍ଡ। ମୁଁ ଏଇଟା ଅନ୍ୟ ଦିଗକୁ ଯାଉନାହିଁ, ନା ମୁଁ କହିବା କଥା କଣ, ଈଶ୍ୱରଙ୍କର ଜୀବନ୍ତ ଚିରସ୍ଥାୟୀ ବାକ୍ୟ, ଏଇଟା ଯେତେବେଳେ ଆମ ପାଖେ ପହଞ୍ଚିଲା, ଆମେ ପ୍ରଭୁଙ୍କୁ ଗ୍ରହଣ କଲେ, ତ୍ରାଣକର୍ତ୍ତା ବୋଲି ଗ୍ରହଣ କଲେ। ସେଇ ଦିନ ଠାରୁ ଆମେ ଧୀରେ ଧୀରେ ବୃଦ୍ଧି ପାଇବାଟା ଆମେ ଦେଖି ଆସୁଛୁ ତ। କି ଆମର ବାଧା କଣ ଆସୁଛି? ବାଧା ହେଲେ ଅନେକ ଉପାୟ ଅଛି। ଆମେ ନିଜେ, ଆମ ଜ୍ଞାନ ଯଥେଷ୍ଟ ନୁହଁ, ଈଶ୍ୱରଙ୍କ ଜ୍ଞାନ ଖୋଜି ଈଶ୍ୱରଙ୍କ ସହିତ ଆମେ ଚାଲିବା ପାଇଁ ପ୍ରୟାସ ଜାରି ରଖିବା। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। କାହିଁ ସେ ତିମୋଥୀର 4 ଏଇଟା ଟିକେ ପଢିଲେ,
ଚାରିରୁ କାରଣ ଆଠ ଶାରୀରିକ ବ୍ୟାୟାମ ଅଳ୍ପ ବିଷୟରେ ଲାଭଜନକ, କିନ୍ତୁ ଈଶ୍ୱର ପରାୟଣତା ଇହକାଳ ପରକାଳର ପ୍ରତିଜ୍ଞାଯୁକ୍ତ ହୋଇ ସମସ୍ତ ବିଷୟରେ ଲାଭଜନକ ଅଟେ। ହାଲେଲୁୟା। ଏଠି ଗୋଟେ ବିଷୟ ଅନୁମାନ କରିଛନ୍ତି ବାକ୍ୟ ଭିତରେ, ମୁଁ ଆଜି କହିବା ଧାରାଟା ସେଟା ସମସ୍ତ ବିଷୟ। ପ୍ରେଜ୍ ଦ ଲର୍ଡ। ଶାରୀରିକ ବ୍ୟାୟାମ କଥାରେ ଯୋଡ଼ି ଦିଆହେଇଛି ତା ତଳେ ଖ୍ରୀଷ୍ଟଙ୍କର ଈଶ୍ୱର ପରାୟଣତା ଇହକାଳ ଓ ପରକାଳରେ, ମାନେ ଇହକାଳ ମାନେ ଆମେ ବର୍ତ୍ତମାନ ଅଛୁ, ପ୍ରଭୁ ଆମମାନଙ୍କୁ ନେଇ ତାଙ୍କ ରାଜ୍ୟ ବୃଦ୍ଧି କରନ୍ତି। ସେଥିପାଇଁ ପ୍ରଭୁଙ୍କର ସେବା ପାଇଁ ଯେଉଁମାନେ ଲାଳାୟିତ ହେଉଛନ୍ତି, ଧନ୍ୟ ସେମାନେ, ପ୍ରଭୁ ସେମାନଙ୍କୁ କେତେ ଆଦର କରୁଛନ୍ତି। ହାଲେଲୁୟା। ସେମାନେ ସହଜ ନୁହଁ। ଯେତେବେଳେ ନୂଆ ପୃଥିବୀ ହେବ, ନୂଆ ଆକାଶ, ପ୍ରଭୁ ନୂଆ ଯୁଗ ଯେତେବେଳେ ସୃଷ୍ଟି କରିଛନ୍ତି, ସେମାନଙ୍କର ପଦପଦବୀ କେତେ ବିରାଟ। ଆଜି ମଧ୍ୟ ଯାହାର କିଛି ନାହିଁ, ସେଦିନ ଶୁଣିଥିଲି କି ଜଣେ କାଲି ଗିଡିୟନ ମିଟିଂ ଥିଲା, ମୁଁ ଯାଇଥିଲି, ସେଠି ଟେଷ୍ଟିମନି ଦିଆହେଉଥିଲା। ଜଣେ ବାସନ ମାଜୁଥିବା ଲୋକ ସବୁବେଳେ ସେ 500 ଲାଖ ଟଙ୍କା ଦେଉଥିଲେ, ବାସନ ମାଜି ସେ ଚଳୁଛି, ତାର କିଛି ନାହିଁ। ତାକୁ ପ୍ରଭୁ କେତେ ବୃଦ୍ଧି କରିଦେଇଛନ୍ତି ସେ କଥା କହୁଥିଲେ, କଳାହାଣ୍ଡି ଅଞ୍ଚଳ କଥା କହୁଥିଲେ। ମୁଁ ଆଉ ନା ସେତେ ମନେ ରଖିନାହିଁ। ତେଣୁ ସେଟା ହେଉଛି ଇହକାଳ। ଇହକାଳରେ ତାଙ୍କର ଟେଷ୍ଟିମନି ଚାରିଆଡ଼େ ଘୁରି ବୁଲୁଛି, ନାଇଁ କି? ଆଜି ବାଇବଲ କଥା ଆମେ ଦେଖିବା, ସେଇ ଯୋଉ ମା ମରିୟମ ଯିଏକି ପ୍ରଭୁଙ୍କର ପାଦ ତଳେ ବହୁମୂଲ୍ୟ ତୈଳକୁ ନେଇ ଅଭିଷେକ କରୁଥିଲା, ସେଟା ପୃଥିବୀର ସମସ୍ତେ ଜାଣୁଛନ୍ତି। ପ୍ରେଜ୍ ଦ ଲର୍ଡ। ତେଣୁ ଛୋଟିଆ ଛୋଟିଆ ବିଷୟ ହେଲେ ମଧ୍ୟ ପ୍ରଭୁଙ୍କର ପାଖରେ ବଢୁଥିବା ଲୋକଙ୍କର ଦିଗ ଭାରି। ହାଲେଲୁୟା। ଖ୍ରୀଷ୍ଟିଆନ ହୁଅନ୍ତୁ କି ବିଜାତି ହୁଅନ୍ତୁ, ପ୍ରଭୁଙ୍କର ବିଷୟ ନ ଜାଣିଥିବା ହେତୁରୁ ଇହକାଳ ଆଉ ପରକାଳ ଦୁଇଟା ବିଷୟ ନ ଜାଣିଥିବା ହେତୁରୁ ଲୋକେ ଖ୍ରୀଷ୍ଟିଆନ ଘରେ ଥାଇ ମଧ୍ୟ ପରକାଳ ପାଇଁ ପ୍ରସ୍ତୁତ ନୁହନ୍ତି। ଇହକାଳ ପାଇଁ କିଛିଟା ହେଇଯାଉଛନ୍ତି, ପରିବାର ସହିତ ବା ନିଜ ପରିଚୟ ଦେବାରେ କିମ୍ବା ଆଉ କିଛି ଆଗକୁ ବଢିବାରେ। ଏବେ ଆମେ ପଢିବା ପ୍ରଥମ ତିମୋଥୀ ତାର 1:15 ଟିକେ ପଢି ଯାଆନ୍ତୁ। ପାପୀ ମାନଙ୍କୁ ପରିତ୍ରାଣ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁ ଯେ ଜଗତରେ ଅବତୀର୍ଣ୍ଣ ହେଲେ, ଏହା ବାକ୍ୟ ବିଶ୍ୱାସ ଓ ସର୍ବତ ଭାବେ ଗ୍ରହଣ ଯୋଗ୍ୟ। ସେଇ ପାପୀ ମାନଙ୍କ ମଧ୍ୟରେ ମୁଁ ପ୍ରଧାନ। ଦେଖନ୍ତୁ ପାଉଲ କେମିତିକା ଲୋକ, କିନ୍ତୁ ସେ ପାପୀ ମାନଙ୍କ ଭିତରେ ପ୍ରଧାନ ବୋଲି ନିଜକୁ ନମ୍ର କରୁଛନ୍ତି। ଆଉ ଜଣେ ପ୍ରଥମ କରନ୍ତୀୟ ତାର 3:6 ଟିକେ ପଢନ୍ତୁ। ମୁଁ ରୋପଣ କରିଅଛି, ଆପୋଲୋ ଜଳସେଚନ କରିଅଛନ୍ତି, କିନ୍ତୁ ଈଶ୍ୱର ବୃଦ୍ଧି ସାଧନ କରିଅଛନ୍ତି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ମଣ୍ଡଳୀ ସେବା କାର୍ଯ୍ୟ ସବୁବେଳେ ଜଣଙ୍କ ଦ୍ୱାରା ଆରମ୍ଭରୁ ଶେଷ ହେବ ବୋଲି କିଛି ନାହିଁ, କିନ୍ତୁ ଯେ ଯୋଉ ଷ୍ଟେଜରେ ଅଛି ସେଇ ଷ୍ଟେଜରେ ତାର ଯଜ୍ଞ ଆଚରଣ କରିବାଟା ହେଉଛି ଧାର୍ମିକ ଲୋକର ଭଲ କାମ। ମୁଁ ଟିକେ ସୂଚନା ଦିଏ। ମୁଁ ଯେତେବେଳେ ଷ୍ଟୁଡେଣ୍ଟ ଥିଲି, ପ୍ରଭୁଙ୍କୁ ଫାଷ୍ଟ ଟାଇମ୍ ଆଗେ ପ୍ରଭୁ ଗ୍ରହଣ କଲି। ଫାଷ୍ଟ ୱିକ୍ର ଫାଷ୍ଟ ସଣ୍ଡେରେ ମୁଁ ଧରା ପଡ଼ିଲି, ଆଉ ପ୍ରଭୁଙ୍କୁ ଜାଣିଲି। ମୁଁ ବାକ୍ୟ ଲମ୍ବାଇବାକୁ ଯାଉନାହିଁ। ତାପରେ ଈଶ୍ୱରଙ୍କ ସତ୍ୟତା ଜାଣିଲି, ବାଇବଲ ଅନୁସାରେ କେମିତି ଭଲ ଭାବରେ ମାନେ ଜୀବନ ଅନ୍ୟମାନେ ବିତାଉନାହାନ୍ତି, ବିତାଇବାକୁ ପଡ଼ିବ। ଆଉ ଈଶ୍ୱରଙ୍କ ବାକ୍ୟ ତ ସବୁବେଳେ ପାଇଁ ସମାନ। ଆଉ ସେଇଟା ହୃଦୟଙ୍ଗମ ହେଲା ପରେ ମୋତେ ଡୁବନ ନେବା ପାଇଁ କୁହାହେଲା। ମୁଁ କହିଲି ନାହିଁ, ମୁଁ ଡୁବନ ଏବେ ନେବି ନାହିଁ। ମୋ ବାପା ମା ମୋ କଥା ଶୁଣନ୍ତି। ମୁଁ ଗାଁକୁ ଗଲେ ସେମାନଙ୍କୁ କହିବି, ଆଉ ଭାଇ ଅଛନ୍ତି, ଭଉଣୀ ବି ଅଛି, ସେମାନଙ୍କୁ ସବୁ କହିଲା ବେଳକୁ ଆମେ ମିଶିକରି ଆମେ ଡୁବନ ନେବୁ। ଆଉ କିଏ ତ ଜବରଦସ୍ତ କରିପାରିବେ ନାହିଁ। ଈଶ୍ୱରଙ୍କ ବାକ୍ୟ କହିଲେ ଈଶ୍ୱରଙ୍କୁ ଗ୍ରହଣ କଲି। କିନ୍ତୁ ସିଚୁଏସନ୍ ଏମିତି ଆସିଲା, ହେଲେ ସେଟା ଜୁଲାଇ କଥା, 1983 କଥା ମୁଁ କହୁଛି, ମୁଁ ବାକ୍ୟକୁ ଯାଉନି ବେଶୀ। ହେଲେ ଅକ୍ଟୋବରରେ ଆମର ଦଶହରା ଛୁଟି ହେବ, ସେ ସମୟରେ ପ୍ଲାନ୍ କରୁଛି। ଦେଖିଲା ବେଳକୁ ସେପ୍ଟେମ୍ବରରେ ପବିତ୍ର ଆତ୍ମାଙ୍କର ଆନ୍ଦୋଳନ ଗୋଟେ ମୋ ହୃଦୟରେ ଜାତ ହେଲା। ଆଉ ମୁଁ ରହିପାରିଲି ନାହିଁ, ମୁଁ ଏଇ ଡୁବନ ବେଗି ନେଇଯିବି।
ତାପରେ ଆପଣ ମାନେ ଏ ଜୁମ୍ରେ ଦେଇଛନ୍ତି କି ନାହିଁ ଆମର ସଚିଦାନନ୍ଦ ବିଶ୍ୱାସ ବୋଲି, ସେ ଆଉ ମୁଁ ଗୋଟେ ଦିନ ଡୁବ ନେଲୁ। ପ୍ରେଜ୍ ଦ ଲର୍ଡ। ଆଉ ସେ ଖ୍ରୀଷ୍ଟିଆନ ସାହି, ଜୟପୁର ଖ୍ରୀଷ୍ଟିଆନ ସାହି ପାଖରେ ଗୋଟେ ଭଲ ମଝି ଗୋଟେ ପୋଖରୀ ଅଛି। ଆଉ ସେ ପୋଖରୀରେ ଡୁବନ ଦିଆଯାଇଥିଲା। ଡୁବନ ଦେଲା ପରେ ଆତ୍ମିକ ଭାବରେ ବହୁତ ଆନ୍ଦୋଳନ ହେଇଛି। ମୁଁ ଆଉ ପରେ କହିବି ସେଗୁଡ଼ାକ, ସମୟ ନାହିଁ। ତାପରେ ବୃଦ୍ଧି ହେଲା। ଦୁଇଟା ମଣ୍ଡଳୀ ବି ବଡ଼ ବଡ଼ ମଣ୍ଡଳୀ ପ୍ରଭୁ ମୋ ଦେଇ ସ୍ଥାପନ କରିଛନ୍ତି। ଇଆଡ଼େ ତ କିଛି ସୋର୍ସ ନାହିଁ କାହାକୁ ପ୍ରଚାରକୁ ପଠାଇବା ପାଇଁ, ତେଣୁ ନିଜେ ହିଁ ପ୍ରତିପାଳନ କରୁଥିଲି। ଏ ବାକ୍ୟରେ ଆମେ କ'ଣ ପଢ଼ିଲେ? 3:6 ଟିକେ ପଢ଼ି ଦିଅନ୍ତୁ। ମୁଁ ମୁଁ ରୋପଣ ରୋପଣ କରିଅଛି, କରିଅଛି, ଆପଣ ଜଳସେଚନ କରିଅଛନ୍ତି, କିନ୍ତୁ ଈଶ୍ୱର ବୃଦ୍ଧି ସାଧନ କରିଅଛନ୍ତି। ମୁଁ ସେତିକି ପରିଶ୍ରମ କଲି, ପ୍ରଭୁଙ୍କର ସହାୟତାରେ ଈଶ୍ୱର ବୃଦ୍ଧି କଲେ। କିନ୍ତୁ ପ୍ରଭୁଙ୍କର ଯୋଜନା ଅଲଗା ପ୍ରକାର। ଦିନେ ପାଳକଙ୍କୁ ଡୁବନ ଦେବା ପାଇଁ ନେଲା ପରେ ସେ କହିଲେ, ମୁଁ ପଚାରିଲି, ମୁଁ ତ ଷ୍ଟୁଡେଣ୍ଟ, ଏମାନଙ୍କର ଦାୟିତ୍ୱ କିଏ ନେବ? କିଏ ନେବେ ଭାଇ? ଆପଣ ତ ନେବେ, କିଏ ନେବେ? ମୋର ମୁଣ୍ଡ କାଳ ହେଇଗଲା। ଆରେ ଗୋଟେ ଗାଁ ସାରି ଆଉ ଗୋଟେ ଗାଁ 3 କିଲୋମିଟର। ଯୋଉ ପିଲା ଆସି ଆମର ଜୁମ୍ରେ ଆପଣମାନଙ୍କୁ ଫାଷ୍ଟିଂ ଏଇଟା କରନ୍ତି ତା ନା କି ନା ସରୋଜ ଖୋସଲା, ତ ସରୋଜ ଖୋସଲା, ସେ ସରୋଜ ଖୋସଲାଙ୍କର ଗାଁ ଆଉ ଆମ ଗାଁ ପ୍ରାୟ 3 କିଲୋମିଟର 3.5 କିଲୋମିଟର ଦୂର ହେବ। ଆମ ଗାଁ ସାରି ଦେଇକି ତାଙ୍କ ଗାଁ ଯାଇ ମଣ୍ଡଳୀ ଷ୍ଟାର୍ଟ କରାହେଲା। ସେମିତି 2ଟା ବଡ଼ ବଡ଼ ମଣ୍ଡଳୀ ହେଲା। ପରବର୍ତ୍ତୀ ସମୟରେ ପ୍ରଭୁ ମୁଁ ପ୍ରାର୍ଥନା କଲି, ପ୍ରଭୁ ଆଉ ଡାଇରେକ୍ଟ ତୁମେ ଭିଜନ ଦେବ ପରା, ଦେଲେ ମୁଁ ସେବା କରିବି। କ'ଣ କରିବି? ୟାର ତ ମୁଁ ଫାଇନାନ୍ସିଆଲ ଅସୁବିଧାରେ ଭୋଗୁଛି, ଏସବୁ କରୁଛି, କିନ୍ତୁ ତୁମ ସେବା କାର୍ଯ୍ୟ ତ ତୁମେ କରି ଚାଲିଛ। ସେ କହିଲେ, ପ୍ରଭୁ ମୋତେ କିଛି କହିଲେ ନାହିଁ। ପରବର୍ତ୍ତୀ ସମୟରେ ଜବ୍ ଦେଇଦେଲେ। ତଥାପି ଜବରେ ଥାଇ ମଣ୍ଡଳୀ ଛାଡ଼ି ଦୂରକୁ ଗଲି, କିନ୍ତୁ ଗଲାବେଳକୁ ମଧ୍ୟ ମଣ୍ଡଳୀରେ ସମସ୍ୟା ଆସିଲା। ସେ ଆଡ଼େ ମଧ୍ୟ ମୁଁ ଯାଇ ଫେରେଇ ନାହିଁ। ନବରଙ୍ଗପୁର ଅଞ୍ଚଳର ଡାବୁଗାଁ ଥିଲି। 4-5ଟା ଜାଗାରେ ଯାଇ ଚର୍ଚ୍ଚ କରୁଥିଲି ଗୋଟେ ସଣ୍ଡେରେ। ତାପରେ ସେଠି ମୋ କଥା ପଳେଇଲା ତହସିଲଦାର ଅଫିସରେ, ଚାରିଆଡ଼େ ସବୁ ଗଲା। ଆଉ ସେମାନେ ଗୋଟେ ମୋତେ ଖୋଜିବା ପାଇଁ ଆରମ୍ଭ କରିଛନ୍ତି, ହଇରାଣ ପକାଇବ କି ଚାକିରିରୁ ବାହାର କରିବା ଏ ଧନ୍ଦା। ସେତିକିବେଳେ ଏମିତିକା ଗୋଟେ ମାନେ କାମ ହେଲା ଯେ ସିଧାସଳଖ ମୋତେ ଗାଁରେ ଟ୍ରାନ୍ସଫର ହେଲା। ହାଲେଲୁୟା। ତାର ଆଗରେ ପଛରେ ଏ ସୁଯୋଗ ମିଳିନାହିଁ। ଗୋଟେ ପ୍ଲେନ୍ ପେପର ଦରଖାସ୍ତ ଲେଖିଥିଲି, ବିନା ପଇସାରେ। ଆନଡିଭାଇଡେଡ୍ କୋରାପୁଟ ଥିଲା ସେତେବେଳେ। ସେଠୁ ସିଧା ଆସିଲି, ଆଉ ସେମିତି ହେଲା। ହାଲେଲୁୟା। ତେଣୁ ଅନେକ ବିଷୟ ଅଛି। ଆମେ ପ୍ରଭୁ ପାଖେ ବଞ୍ଚିବା ଲୋକ କେବେ ସୁସ୍ଥିର ରହିହେବ ନାହିଁ, କିନ୍ତୁ ଆମକୁ ଧୈର୍ଯ୍ୟ ଦରକାର। ପିଲାଳିଆ ଗୁଣ ଥିଲା ସିନା, ମାତ୍ର ଦୁଷ୍ଟାମୀ ଗୁଣକୁ ମୁଁ ଏକ୍ସପେକ୍ଟ କରିନଥିଲି। ତେଣୁ ପ୍ରଭୁଙ୍କର ସେବାରେ ଆମେ ବଢ଼ବାଟା ହେଉଛି ଆମମାନଙ୍କ ପାଇଁ ବେଶୀ ଆଶୀର୍ବାଦ। ତେଣୁ ମୁଁ ଆଉ ଆଗକୁ ଯିବି ନାହିଁ। ଆଗକୁ ଆଉ ଦିନ ହେଲେ ଅଧା କହିବି, କାହିଁକି ଏଇଟା ସରିବ ନାହିଁ, ଆହୁରି ଅଛି ଟିକେ। ତେଣୁ ମୁଁ କହିବା କଥା କ'ଣ କି, ଆମେମାନେ ପ୍ରଭୁଙ୍କ ପାଖରେ ବୃଦ୍ଧି ପାଇବାରେ ଥକି ପଡ଼ିବା ନାହିଁ, ତେବେ ଆମେ ଉପଯୁକ୍ତ ସମୟରେ ଫଳ ପାଇବା। ମୁଁ ତ ଚାକିରି କଲି, ଟିଚରସିପ୍ ଥିଲାବେଳେ ଭଲ ଦାୟିତ୍ୱ ନେଉଥିଲି। ପରବର୍ତ୍ତୀ ସମୟରେ ପ୍ରମୋସନ ହେଲା, ଟିକେ ଡେରିରେ ପ୍ରମୋସନ ହେଲା। ହେଡ଼ମାଷ୍ଟର ହେଲି। ଏମ୍ ଇ ସ୍କୁଲ ହେଡ଼ମାଷ୍ଟର ସେତେବେଳେ SI ଲେଭେଲ। SIରେ ବହୁତ ଅଫର ଆସିଲା। ମୁଁ କହିଲି SIରେ ଯିବି ନାହିଁ, ଯଦି ଦେଉଛନ୍ତି ଯାହା ପ୍ରମୋସନରେ ଯାହା ଆସିଲେ ଯିବି। ତାପରେ ABO ହେଲି, ତାପରେ BO ହେଲି। BO ମଧ୍ୟ ଅନ୍ୟ ଅଞ୍ଚଳରେ ମଗାଇଥିଲା, ମୋତେ ଏଇଟା ସବୁ ମାଗିଲେ। ତେଣୁ ମୁଁ ଟିକେ ଦବି ରହିଗଲି। ଲକ୍ଷ୍ମୀ ପାଇଁ କହିଥିଲି, ସେ ଅଞ୍ଚଳରେ ପାଠ ପଢ଼ିଥିଲି, ମୁଁ ସେଠି ସେବା କରିଗଲି। ସିଧାସଳଖ ମୋତେ ଫେର ପୁଣି ସେ ଦଶମନ୍ତକୁ ସେମାନେ ଘାଣ୍ଟି ଦେଲେ, ପଇସା ଦେଇ ନାହିଁ, ଘାଣ୍ଟି ଦେଲେ। ଦଶମନ୍ତ କେନ୍ଦ୍ର ପଡ଼ିଲା। ଯାଇ ନିଜ ବ୍ଲକ ନିଜ ଲୋକମାନଙ୍କ ସହିତ 100% ସ୍କୁଲ ଚାଲିଲା। ସମସ୍ତ ଟିଚର ମାନଙ୍କର କାହାର କିଛି ଅସୁବିଧା ହେଲା ନାହିଁ। ସମସ୍ତେ ଠକମକ ଯାହା ଥିଲେ ସମସ୍ତଙ୍କୁ ସଜାଇଲି, ସବୁ ସୁନ୍ଦର ଚାଲିଲା।
ଆଉ ଶେଷରେ ମୋର 6 ମାସ ଖଣ୍ଡ ଅଛି ରିଟାୟାରମେଣ୍ଟ ଗଲେ କୌଣସି ଟିଚର କୌଣସି ଏରିଆରେ ଛାଡ଼ିଲି ନାହିଁ। କୌଣସି ତାଙ୍କର ପ୍ରମୋସନାଲ ଇନକ୍ରିମେଣ୍ଟ ହେଉ କି ଯାହା ବି ଥିବ ସବୁ କ୍ଲିନ୍ କରିଦେଲି। ଆଉ ସବୁ ସୁନ୍ଦର ଭାବରେ କରି ମୋର ରିଟାୟାରମେଣ୍ଟ ହେଲି। ଆଉ ଏ ପିରିୟଡ଼ ମାନଙ୍କରେ କ'ଣ ହେଇଛି, ପ୍ରାର୍ଥନା କଲୁ ମଣ୍ଡଳୀର ଦାୟିତ୍ୱ କିଏ ନେବ। ତାପରେ ମୋର ଯେ ଫାଷ୍ଟ ଫ୍ରୁଟ୍ ଯେ ଥିଲା ସେ ଯେଉଁ ଆମ ସରୋଜ ବାବୁର ଗାଁରେ, ତାକୁ କହିଲି ସେ ଟିକେ ଟିକେ ପାଠ ପଢ଼ିଥିଲା, ଦେଖେ ଈଶ୍ୱରଙ୍କର ସେବା ବଢ଼ିବା ପାଇଁ ପଡ଼ିବ ବୋଲି ତାକୁ 10 ମାସରୁ କିଛି ଅଂଶ ଦେଇ ସେ ବି ଆଗେ ବଢ଼ିଲା। ଆଉ ଗାଁଟା ନିଜେ ଦେଖୁଥିଲି, ଫେର ପୁଣି କରୁଥିଲି। ପରବର୍ତ୍ତୀ ସମୟରେ ଆମେ ଜନ୍ ବ୍ରିଜ ଜାଣିଥିବେ, ଜନ୍ ବ୍ରିଜର ମିଶନରେ ମିଶାଇବାକୁ ପଡ଼ିଲା, କାହିଁକି ଆଉ ଦେଖିବା ପାଇଁ ପଡ଼ିବ ନାହିଁ। ଫେର ପୁଣି ଆମର ଜୟପୁର ଯେଉଁ ଆଲବେର୍ଟ ଆଣ୍ଡରସନ କଥା ଜାଣିଥିବେ, ତାଙ୍କ ଫେଲୋସିପ୍ରେ ମୁଁ ପଢ଼ିଥିଲି। ହେଲେ ସେମାନଙ୍କର ବି ସପୋର୍ଟ ଠିକ୍ ଆସିଲା ନାହିଁ। ସପୋର୍ଟ ମାନେ ମଣ୍ଡଳୀ ପରିଚାଳନା। କିନ୍ତୁ ମୋତେ ସେଠି ଲୋକ ବ୍ୟବସ୍ଥା କଲେ, ଜନ୍ ବ୍ରିଜ ଘର ଦେଲେ, ସବୁ ଦେଲେ, ଜାଗା ଫାଗା ଆମେ ସହଯୋଗ କଲୁ। ଆଉ ଚାଲିଲା। ଆଉ ପ୍ରଭୁଙ୍କର ଦାସମାନଙ୍କୁ ଦେଲେ, ଏମିତି ହେଇ ଚାଲିଲା। ମୁଁ ଚାକିରି ନିର୍ଦ୍ୱନ୍ଦ ଭାବରେ କରିପାରିଲି। ସୁନ୍ଦର ଭାବରେ ମୋର ଚାକିରି ଜୀବନ କଟିଲା। ଆଉ ଯେତେବେଳେ ପ୍ରମୋସନାଲ ଚାକିରି ଯାକ ହେଇଛି, ବହୁତ ସୁନ୍ଦର। କୋରାପୁଟ ହେଡ଼କ୍ୱାର୍ଟର ବ୍ଲକରେ ହିଁ ଏବିଓ ରହିଥିଲି, BRCCରେ ଷ୍ଟାର୍ଟ କରିଥିଲି। ତାପରେ ସେ ଗୋଟେ BRCC ସରିଲା ପରେ ମୋତେ DI ନେଇଗଲେ। ନାଇଁ, ମୁଁ ବାଘକୁ ଆଉ ବେକ୍ କରିବି ନାହିଁ, ଆକୁ ମୋର ଅଫିସରେ ଏ ଯେଉଁ ସର୍ବଶିକ୍ଷା ଅଭିଯାନ ଦାୟିତ୍ୱରେ ବୁଝୁ ପରା ବୋଲି ନେଇଗଲେ। ଆଉ ଡିଷ୍ଟର୍ବ କରିବି ନାହିଁ, ତାର ପିଲାଙ୍କୁ ପଢ଼ାଇବା ପାଇଁ ଆସିଛି ବୋଲି ନେଲେ। ସେଠି ଥାଇ କିଛି ଦିନ ଗଲା ପରେ କଲେକ୍ଟର ଅଫିସରୁ ଆସିଲା ଗୋଟେ, ସେଠି ଗୋଟେ KGB ବି ଅଛି ପୂଜାରୀପଟ କୋରାପୁଟ ହେଡ଼କ୍ୱାର୍ଟରରେ। ଆଉ ତାକୁ ଦେଖିବା ପାଇଁ ସେଠି ଯେ ଦାୟିତ୍ୱରେ ଥିଲେ କନ୍ଦଳ ବାହାରିଲା। ନାଇଁ, ସେଠି ଗୋଟେ ହେଡ଼ମାଷ୍ଟର ଅଛନ୍ତି, ତାକୁ ପଠାଅ ବୋଲି ଗୋଟେ ଚିଠି ଆସିଲା। ମୋତେ ନ ଦେଇ ଆଉ କାହାକୁ ପଇସା ପତ୍ର ନେଇ ଦେବା ପାଇଁ ଚେଷ୍ଟା କରୁଥିଲେ, କିନ୍ତୁ ସିଆଡ଼େ କଲ୍ ଆସିଲା ଯେ ତାକୁ କାହିଁକି ଦେଇ ନ ଶୀଘ୍ର, ତାପରେ ଦେଲେ। ସେଠି ଯାଇ ମଧ୍ୟ ବହୁତ ପିଲାଙ୍କୁ ଗଢ଼ିଲି। ଆଉ ଅନେକ ଭଲ ଦିଗରେ ଗଲେ। ବିଶେଷ କରି ଆମ କମ୍ୟୁନିଟି ମାନେ ସୁଯୋଗ ପାଆନ୍ତି ନାହିଁ, ଆଉ ସେମାନଙ୍କୁ ପ୍ରାୟୋରିଟି ଦେଇ ବହୁତ ମାନେ ସେମାନଙ୍କୁ ପାଠ ପଢ଼ାର ସୁଯୋଗ ଦିଆହେଲା। ଆଉ ସେଥିପାଇଁ ମଧ୍ୟ ମୋତେ କମ୍ପ୍ଲେନ୍ ବି ହେଲା। ମୁଁ କହିଲି ନାହିଁ, ଗାଇଡ଼ଲାଇନ୍ ଅନୁସାରେ ସେମାନେ ପଢ଼ୁଛନ୍ତି ବୋଲରୁ ନାଇଁ, ବାହାଘର କଥା ଆମେ ଆଉ କିଛି କରିବା ନାହିଁ ଗଲେ। ଏମିତି ହେଇ ସମସ୍ତଙ୍କର ପ୍ରିୟ ଭାଜନ ହେଇ ପ୍ରିୟ ମାନେ ସେ ମଣ୍ଡଳୀ ପରିଚାଳନାଟା ସିଆଡ଼େ ଚାଲିଲା। ପରବର୍ତ୍ତୀ ସମୟରେ ଜନ୍ ବ୍ରିଜର ଅସୁବିଧା ହେଲା, ଜାଣିଛନ୍ତି ଆପଣମାନେ। ତାପରେ ମୁଁ କୋରାପୁଟ ଆସି ମଧ୍ୟ ଦୂରଦୃଷ୍ଟି ରଖିଥିଲି। ଦେଖିଲା ବେଳକୁ ତାକୁ ଲେଖି ବିଲିଭର ଚର୍ଚ୍ଚରେ ମିଶି ଯାଇଛନ୍ତି। ଆଉ ବିଲିଭର ଚର୍ଚ୍ଚରେ ତାଙ୍କର ଫେଥ୍ ଲାଇନ୍ ଟିକେ ଦୁର୍ବଳ ହେଇ ଆସିଲାଣି। ମୁଁ ପାଳକଙ୍କୁ କହିଲି, ଆମର ଯେମିତି ଉତ୍ତମ ଫେଥ୍ ରହିବ ଅଛି ସେଇଟା ହିଁ ରହିବ, ଅନ୍ୟ ଦିଗ ହେଲେ ବିଶ୍ୱାସ କେହି ଆଗେ ବଢ଼ିବେ ନାହିଁ ବୋଲି କହି ଆସିଲି। ଚର୍ଚ୍ଚ ବହୁତ ସୁନ୍ଦର ଚାଲିଛି। 2ଟା ଚର୍ଚ୍ଚ, ସେଟା ପରବର୍ତ୍ତୀ ସମୟରେ ଭାଗ ହେଇଗଲାଣି, 2 ଭାଗ। କିନ୍ତୁ ବିଶ୍ୱାସ ମାନେ ଭଲ ଅଛନ୍ତି। ଆଉ ଭାଗ ହେବାଟା ଯୋଜନା ହେଇଥାଇପାରେ। ତେଣୁ ଏ ପ୍ରକାର ଭାବରେ ଚାଲିଛି। ଆଉ ମୁଁ ଯେଉଁ ଜାଗା ଯାଇଛି, ପଟାଙ୍ଗୀ ମଧ୍ୟ ଥିଲି କିଛି ଦିନ, ଯେଉଁଠି ଗଲେ ମଧ୍ୟ ପ୍ରଭୁଙ୍କର ବିଷୟରେ ସମସ୍ତଙ୍କ ପାଖରେ ଏକ୍ସପୋଜ ହୁଏ। ତେଣୁ ଏଇଟା ଚୁମ୍ବକୀୟ ଆକାରରେ ଦେଇଛି, ଆଗାମୀ ଦିନମାନଙ୍କରେ ଦେବି, ଯେହେତୁ ଟାଇମ୍ ବର୍ବାଦ କରିବି ନାହିଁ। ମାନେ ପ୍ରଭୁରେ ବଢ଼ିବାରେ କେତେ ପର୍ସନାଲ ଫେସ୍ କରିବାକୁ ପଡ଼ୁଛି, ଆଉ ସେ ସବୁଥିରୁ ପ୍ରଭୁ କେମିତି ଉଦ୍ଧାର କଲେ, ଆଉ ସେ ଅନୁସାରେ ଆମେ ଆଗେ ବଢ଼ି ଆସିଲେ। ମୁଁ ଡିସାଇଡ୍ କରିଥିଲି ଯେକୌଣସି ମୋତେ ସ୍ୱପ୍ନ ଦର୍ଶନ ଏମିତି ଦେଇକି ପ୍ରଭୁଙ୍କର କାମରେ ବଢ଼େଇଛନ୍ତି, ସେଗୁଡ଼ାକ ଟ୍ରୁ ଫ୍ୟାକ୍ଟ, ଏକଦମ ଟ୍ରୁ ଫ୍ୟାକ୍ଟ। ମାତ୍ର ପ୍ରଭୁଙ୍କର ଏଇ ଯେଉଁ ସେବାରେ, ତୁ ସେବା ଛାଡ଼ନେ ମୋ କାମ କର ବୋଲି ପ୍ରଭୁ କେବେ ମୋତେ ଡାକି ନାହାନ୍ତି। ହାଲେଲୁୟା। କିନ୍ତୁ ମୋର ସର୍ଭିସରେ ଥାଇକରି ପ୍ରଭୁ ଯାହା କରିଛି, ଷ୍ଟୁଡେଣ୍ଟ ଆୱାରରୁ, ଏଇଟା ହେଲା ମୋ ପାଇଁ ମାନେ ପ୍ରଭୁ ଜାଣନ୍ତି ଆମ ପରିବାର ସିଚୁଏସନକୁ ନେଇକରି ମଧ୍ୟ ସେ ସେୟା କରିଥିବେ କି ମୁଁ ପ୍ରଭୁ ଦିଗରେ ଗଲାରୁ ତାଙ୍କ ଫିଲ୍ଡରେ କିଛି ଲାଭ ହେଇଥିବ। ଏ କଥା ମୁଁ ବର୍ଣ୍ଣନା କରିବାକୁ ଯାଉନାହିଁ। ମୁଁ ନିଜେ ପ୍ରଶ୍ନ କରେ,
ଏଇଟା ପ୍ରଭୁଙ୍କର ଗୌରବ ପାଇଁ ବୋଲି। ହାଲେଲୁୟା। ତେଣୁ ମୁଁ ଭାବୁଛି ଆମେ ପ୍ରତ୍ୟେକଙ୍କୁ ସେ ମିଶନ ଦେଇଛନ୍ତି ପ୍ରଭୁ, ବା ସେ ଆହ୍ୱାନ ଦେଇଛନ୍ତି ପ୍ରଭୁଙ୍କର ଲୋକମାନଙ୍କ ପାଇଁ, ଭୟ କର ମାନେ ଆଗକୁ ବଢିବା ଆଉ ଆମମାନଙ୍କୁ ଆଗକୁ ତଳି ନେବେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆଉ ମୁଁ ଯୋଉ ସମୟରେ 10 month ବିୟ ହେଇଗଲି, ବଡ ଖୁସିର ବିଷୟ, ସେଠି ତହସିଲଦାର ଖ୍ରୀଷ୍ଟିଆନ, ବିଡିଓ ଖ୍ରୀଷ୍ଟିଆନ, ହେଡ୍ କ୍ଲାର୍କ ବିଡିଓ ଅଫିସର ହେଡ୍ କ୍ଲାର୍କ ଜଣେ ଥିଲେ ସେ ଖ୍ରୀଷ୍ଟିଆନ, ଆଉ ମୁଁ ବିଓ ଅଫିସରେ ଖ୍ରୀଷ୍ଟିଆନ। ହାଲେଲୁୟା। ତ ମେନ୍ ଅଫିସର ସବୁ ବ୍ଲକରେ ସମସ୍ତେ ଥିଲେ, ବହୁତ ସୁରୁଖୁରୁରେ ବହୁତ କଥା ହେଲା। ତେଣୁ ଠିକ ଅଛି, ମୁଁ ଏଇଠି ରଖୁଛି, ମାଗୁଛି ଆର ଟାଇମରେ ଦେଲେ ମୋର ବଳକା ଅଛି କେମିତି ବୃଦ୍ଧି ପାଇବା ପାଇଁ ଏରିଆ ଗୁଡାକ ମୁଁ ଛାଡ଼ିଛି ତା ଉପରେ କହିବି। ତେଣୁ ପ୍ରାର୍ଥନା କରନ୍ତୁ, ଆଉ ଆମମାନଙ୍କର ପ୍ରତ୍ୟେକ ଜଣଙ୍କର ସମସ୍ୟା ଥିଲେ ମଧ୍ୟ ପ୍ରଭୁ ପାଖରେ ଆମେ ସମର୍ପିତ ହେଇ ଆଗେ ବଢିବା। ସମସ୍ତଙ୍କୁ ଧନ୍ୟବାଦ।